ମାର୍କ 14 ପର୍ବ। ନିସ୍ତାର ପର୍ବ ଓ ଖମିର ଶୂନ୍ୟ ରୋଟିର ପର୍ବ ପଡ଼ିବାକୁ 2 ଦିନ ଥିଲା। ସେହି ସମୟରେ ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନେ କିପରି ତାହାଙ୍କୁ ଛଳରେ ଧରି ବଧ କରିପାରନ୍ତି ସେଥିର ଉପାୟ ଖୋଜୁଥିଲେ। କାରଣ ସେମାନେ କହିଲେ, ପର୍ବ ସମୟରେ ନୁହେଁ, କାଳେ ଲୋକଙ୍କ ମଧ୍ୟରେ ଗଣ୍ଡଗୋଳ ହେବ। ସେ ବେଥନିଆରେ କୁଷ୍ଟି ସିମୋନଙ୍କ ଗୃହରେ ଭୋଜନରେ ବସିବା ସମୟରେ ଜଣେ ସ୍ତ୍ରୀ ଲୋକ ଗୋଟିଏ ପାତ୍ରରେ ବହୁମୂଲ୍ୟ ବିଶୁଦ୍ଧ ଜଟା ମାଂସାଶୀ ତୈଳ ଆଣି ସେହି ପାତ୍ର ଭାଙ୍ଗି ତାହାଙ୍କ ମସ୍ତକରେ ଢାଳିବାକୁ ଲାଗିଲେ। କିନ୍ତୁ କେତେକ ଲୋକ ବିରକ୍ତ ହୋଇ ପରସ୍ପରକୁ କହିଲେ, ଏ ତୈଳ କାହିଁକି ଏପରି ନଷ୍ଟ ହେଲା? ଏହି ତୈଳ ତ 150 ଟଙ୍କାରୁ ଅଧିକ ମୂଲ୍ୟରେ ବିକ୍ରୟ କରାଯାଇ ଦରିଦ୍ରମାନଙ୍କୁ ଦିଆଯାଇ ପାରିଥାନ୍ତା। ତେଣୁ ସେମାନେ ସେ ସ୍ତ୍ରୀ ଲୋକକୁ ଭର୍ତ୍ସନା କରିବାକୁ ଲାଗିଲେ। କିନ୍ତୁ ଯୀଶୁ କହିଲେ, ତାହାକୁ ଛାଡ଼ିଦିଅ, କାହିଁକି ତାହାକୁ କଷ୍ଟ ଦେଉଅଛ? ସେ ମୋ ପ୍ରତି ଉତ୍ତମ କର୍ମ କରିଅଛି। କାରଣ ଦରିଦ୍ରମାନେ ତ ସର୍ବଦା ତୁମ୍ଭମାନଙ୍କ ନିକଟରେ ଅଛନ୍ତି, ଆଉ ତୁମ୍ଭମାନଙ୍କର ଯେତେବେଳେ ଇଚ୍ଛା ସେତେବେଳେ ସେମାନଙ୍କ ଉପକାର କରିପାର, ମାତ୍ର ମୁଁ ସର୍ବଦା ତୁମ୍ଭମାନଙ୍କ ନିକଟରେ ନଥିବି। ତାହାର ଯାହା ସାଧ୍ୟ ସେ ତାହା କରିଅଛି। ସେ ସମାଧି ନିମନ୍ତେ ମୋର ଶରୀରକୁ ପୂର୍ବରୁ ତୈଳରେ ଅଭିଷିକ୍ତ କରିଅଛି। ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ସମସ୍ତ ଜଗତର ଯେକୌଣସି ସ୍ଥାନରେ ସୁସମାଚାର ଘୋଷଣା କରାଯିବ, ସେ ସ୍ଥାନରେ ଏ ସ୍ତ୍ରୀ ଲୋକର ସ୍ମରଣାର୍ଥେ ତାହାର ଏହି କର୍ମର କଥା ମଧ୍ୟ କୁହାଯିବ। ସେଥିରେ 12ଙ୍କ ମଧ୍ୟରୁ ଇସ୍କରିତ ଯିହୁଦା ନାମକ ଜଣେ ତାହାଙ୍କୁ ପ୍ରଧାନ ଯାଜକଙ୍କ ହସ୍ତରେ ସମର୍ପଣ କରିବା ନିମନ୍ତେ ସେମାନଙ୍କ ନିକଟକୁ ଗଲା। ସେମାନେ ତାହା ଶୁଣି ଆନନ୍ଦିତ ହେଲେ ଓ ତାହାକୁ ଟଙ୍କା ଦେବା ପାଇଁ ପ୍ରତିଜ୍ଞା କଲେ। ସେଥିରେ ସେ ତାହାକୁ ସୁବିଧା ଅନୁସାରେ କିପରି ଧରାଇ ଦେଇପାରେ ଏହା ଅନ୍ୱେଷଣ କରିବାକୁ ଲାଗିଲା। ପରେ ଖମିର ଶୂନ୍ୟ ରୋଟି ପର୍ବର ପ୍ରଥମ ଦିନରେ, ଯେଉଁଦିନ ନିସ୍ତାର ପର୍ବର ମେଷଶାବକ ବଳିଦାନ କରାଯାଏ, ସେହିଦିନ ତାହାଙ୍କ ଶିଷ୍ୟମାନେ ତାହାଙ୍କୁ ପଚାରିଲେ, ଆମ୍ଭେମାନେ ଯାଇ କେଉଁ ସ୍ଥାନରେ ଆପଣଙ୍କ ନିମନ୍ତେ ନିସ୍ତାର ପର୍ବର ଭୋଜ ପ୍ରସ୍ତୁତ କରିବୁ ବୋଲି ଆପଣ ଇଚ୍ଛା କରନ୍ତି? ସେଥିରେ ସେ ଆପଣା ଶିଷ୍ୟମାନଙ୍କ ମଧ୍ୟରୁ 2 ଜଣଙ୍କୁ ଏହା କହି ପଠାଇଲେ, ତୁମ୍ଭେମାନେ ନଗରକୁ ଯାଅ, ଆଉ ଜଳକୁମ୍ଭ ଘେନି ଯାଉଥିବା ଜଣେ ଲୋକ ତୁମ୍ଭମାନଙ୍କୁ ଭେଟିବ। ତାହାର ପଛେ ପଛେ ଯାଅ। ସେ ଯେଉଁ ଗୃହରେ ପ୍ରବେଶ କରିବ, ସେ ଗୃହର କର୍ତ୍ତାଙ୍କୁ କୁହ, ଗୁରୁ ପଚାରୁଛନ୍ତି, ମୁଁ ମୋର ଶିଷ୍ୟମାନଙ୍କ ସହିତ ଯେଉଁଠାରେ ନିସ୍ତାର ପର୍ବର ଭୋଜନ ପାଳନ କରିବି, ମୋର ସେହି ଅତିଥିଶାଳା କାହିଁ? ସେଥିରେ ସେ ତୁମ୍ଭମାନଙ୍କୁ ସୁସଜ୍ଜିତ ଓ ପ୍ରସ୍ତୁତ ଗୋଟିଏ ଉପରିସ୍ଥ ବୃହତ୍ କୋଠରୀ ଦେଖାଇଦେବେ। ସେ ସ୍ଥାନରେ ଆମ୍ଭମାନଙ୍କ ପାଇଁ ପ୍ରସ୍ତୁତ କର। ତହିଁରେ ଶିଷ୍ୟମାନେ ପ୍ରସ୍ଥାନ କରି ନଗରରେ ପ୍ରବେଶ କଲେ। ପୁଣି ସେ ସେମାନଙ୍କୁ ଯେପରି କହିଥିଲେ ସେହିପରି ଦେଖି ନିସ୍ତାର ପର୍ବର ଭୋଜ ପ୍ରସ୍ତୁତ କଲେ। ସନ୍ଧ୍ୟା ହୁଅନ୍ତେ ସେ 12ଙ୍କ ସହିତ ଆସିଲେ। ସେମାନେ ବସି ଭୋଜନ କରୁଥିବା ସମୟରେ ଯୀଶୁ କହିଲେ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ତୁମ୍ଭମାନଙ୍କ ମଧ୍ୟରୁ ଜଣେ ଯେ କି ମୋ ସାଙ୍ଗରେ ଭୋଜନ କରୁଅଛି, ସେ ମୋତେ ଶତ୍ରୁ ହସ୍ତରେ ସମର୍ପଣ କରିବ। ସେଥିରେ ସେମାନେ ଦୁଃଖିତ ହୋଇ ଜଣ ଜଣ କରି ତାହାଙ୍କୁ ପଚାରିବାକୁ ଲାଗିଲେ, ସେ କ'ଣ ମୁଁ? ସେ ସେମାନଙ୍କୁ କହିଲେ, 12ଙ୍କ ମଧ୍ୟରୁ ଜଣେ ଯେ କି ମୋ ସହିତ ପାତ୍ରରେ ହାତ ବୁଡ଼ାଉଅଛି। ମନୁଷ୍ୟ ପୁତ୍ରଙ୍କ ବିଷୟରେ ଯେପରି ଲେଖା ଅଛି, ସେହିପରି ସେ ପ୍ରଣୟନ କରୁଅଛି ସତ୍ୟ। କିନ୍ତୁ ଯେଉଁ ଲୋକ ଦ୍ୱାରା ମନୁଷ୍ୟ ପୁତ୍ର ଶତ୍ରୁ ହସ୍ତରେ ସମର୍ପିତ ହେଉଅଛନ୍ତି, ହାୟ ସେ ଦଣ୍ଡର ପାତ୍ର। ସେହି ଲୋକର ଜନ୍ମ ହୋଇନଥିଲେ ତାହା ପକ୍ଷରେ ଭଲ ହୋଇଥାନ୍ତା। ସେମାନେ ଭୋଜନ କରୁଥିବା ସମୟରେ ସେ ରୋଟି ଘେନି ଆଶୀର୍ବାଦ କଲେ ଓ ତାହା ଭାଙ୍ଗି ସେମାନଙ୍କୁ ଦେଇ କହିଲେ, ନିଅ, ଏହା ମୋ ଶରୀର। ପୁଣି ସେ ପାନପାତ୍ର ଘେନି ଧନ୍ୟବାଦ କରି ସେମାନଙ୍କୁ ଦେଲେ ଓ ସମସ୍ତେ ସେଥିରୁ ପାନ କଲେ। ଆଉ ସେ ସେମାନଙ୍କୁ କହିଲେ, ଯେଉଁ ନିୟମରେ ରକ୍ତ ଅନେକଙ୍କ ନିମନ୍ତେ ପାତିତ ହେଉଅଛି, ଏ ମୋର ସେହି ରକ୍ତ। ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଯେଉଁଦିନ ମୁଁ ଈଶ୍ୱରଙ୍କ ରାଜ୍ୟରେ ନୂଆକରି ଦ୍ରାକ୍ଷାଫଳର ରସ ପାନ କରିବି, ସେହିଦିନ ପର୍ଯ୍ୟନ୍ତ ଏହା ଆଉ କେବେ ହେଁ ପାନ କରିବି ନାହିଁ। ପୁଣି ସେମାନେ ସ୍ତବଗାନ କଲା ଉତ୍ତାରେ ଜିତ ପର୍ବତକୁ ବାହାରିଗଲେ। ସେତେବେଳେ ଯୀଶୁ ସେମାନଙ୍କୁ କହିଲେ, ଆମ୍ଭେମାନେ ସମସ୍ତେ ବିଘ୍ନ ପାଇବା। କାରଣ ଲେଖା ଅଛି, ଆମ୍ଭେ ମେଷପାଳକକୁ ପ୍ରହାର କରିବା, ଆଉ ମେଷଗୁଡ଼ିକ ଛିନ୍ନ ଭିନ୍ନ ହୋଇଯିବେ। କିନ୍ତୁ ମୁଁ ଉତ୍ଥିତ ହେଲା ଉତ୍ତାରେ ତୁମ୍ଭମାନଙ୍କ ଆଗେ ଆଗେ ଗାଲିଲିକି ଯିବି। ମାତ୍ର ପିତର ତାହାଙ୍କୁ କହିଲେ, ଯଦ୍ୟପି ସମସ୍ତେ ବିଘ୍ନ ପାଇବେ, ତଥାପି ମୁଁ ପାଇବି ନାହିଁ। ଯୀଶୁ ତାହାଙ୍କୁ କହିଲେ, ମୁଁ ତୁମ୍ଭଙ୍କୁ ସତ୍ୟ କହୁଅଛି, ଆଜି ରାତିରେ କୁକୁଡ଼ା 2ୟ ଥର ଡାକିବା ପୂର୍ବରୁ ତୁମେ ମୋତେ 3 ଥର ଅସ୍ୱୀକାର କରିବ। କିନ୍ତୁ ସେ ଅତି ଦୃଢ଼ ରୂପେ କହିବାକୁ ଲାଗିଲେ, ଯଦି ମୋତେ ଆପଣଙ୍କ ସାଙ୍ଗରେ ମରିବାକୁ ହୁଏ, ତଥାପି ମୁଁ ଆପଣଙ୍କୁ କେବେ ହେଁ ଅସ୍ୱୀକାର କରିବି ନାହିଁ। ପୁଣି ସମସ୍ତେ ମଧ୍ୟ ସେହି ପ୍ରକାରେ କହିଲେ।
ପରେ ସେମାନେ ଗେତ୍ସିମାନି ନାମକ ଗୋଟିଏ ସ୍ଥାନକୁ ଆସିଲେ। ଆଉ ସେ ଆପଣା ଶିଷ୍ୟମାନଙ୍କୁ କହିଲେ, ମୁଁ ପ୍ରାର୍ଥନା କରୁଥିବା ପର୍ଯ୍ୟନ୍ତ ତୁମେମାନେ ଏଠାରେ ବସିଥାଅ। ପୁଣି ସେ ପିତର, ଯାକୁବ ଓ ଯୋହନଙ୍କୁ ସାଙ୍ଗରେ ଘେନି ଅତ୍ୟନ୍ତ ବିସ୍ମୟାନ୍ୱିତ ଓ ବ୍ୟଥିତ ହେବାକୁ ଲାଗିଲେ। ସେଥିରେ ସେ ସେମାନଙ୍କୁ କହିଲେ, ମୋର ପ୍ରାଣ ମୃତ୍ୟୁଭୋଗ କରିବା ପାଇଁ ଅତ୍ୟନ୍ତ ଶୋକାକୁଳ ହେଉଅଛି। ତୁମେମାନେ ଏଠାରେ ରହି ଜାଗିଥାଅ। ପୁଣି ସେ ଅଳ୍ପ ଦୂରକୁ ଯାଇ ଭୂମିରେ ପଡ଼ି ଯଦି ହୋଇପାରେ ସେହି ସମୟ ତାହାଙ୍କଠାରୁ ଯେପରି ଦୂର ହୁଏ ଏଥି ନିମନ୍ତେ ପ୍ରାର୍ଥନା କରିବାକୁ ଲାଗିଲେ। ଆଉ ସେ କହିଲେ, ଆବ୍ବା ପିତା, ସମସ୍ତ ତୁମର ସାଧ୍ୟ, ଏହି ପାନପାତ୍ର ମୋଠାରୁ ଦୂର କର। ତଥାପି ମୋର ଇଚ୍ଛା ନୁହେଁ, ମାତ୍ର ତୁମ୍ଭର ଇଚ୍ଛା। ପୁଣି ସେ ଆସି ସେମାନଙ୍କୁ ନିଦ୍ରିତ ଦେଖିଲେ ଓ ପିତରଙ୍କୁ କହିଲେ, ସିମୋନ, ତୁମେ କଣ ଶୋଇପଡ଼ିଲ? ଦଣ୍ଡେ ହେଲେ ଜାଗିପାରିଲ ନାହିଁ? ପରୀକ୍ଷାରେ ଯେପରି ନ ପଡ଼ ଏଥିପାଇଁ ଜାଗି ରହି ପ୍ରାର୍ଥନା କର। ଆତ୍ମା ଇଚ୍ଛୁକ ସତ୍ୟ, ମାତ୍ର ଶରୀର ଦୁର୍ବଳ। ସେ ପୁନର୍ବାର ଯାଇ ପୂର୍ବ ପରି କଥା କହି ପ୍ରାର୍ଥନା କଲେ। ପୁନଶ୍ଚ ସେ ଆସି ସେମାନଙ୍କୁ ନିଦ୍ରିତ ଦେଖିଲେ, କାରଣ ସେମାନଙ୍କ ଆଖି ମାଡ଼ି ପଡୁଥିଲା। ଆଉ ସେମାନେ ତାହାଙ୍କୁ କି ଉତ୍ତର ଦେବେ ତାହା ଜାଣିନଥିଲେ। ସେ ତୃତୀୟ ଥର ଆସି ସେମାନଙ୍କୁ କହିଲେ, ଅଳ୍ପ କ୍ଷଣ ଶୟନ କରି ବିଶ୍ରାମ କର, ଯଥେଷ୍ଟ ହେଲାଣି। ସେହି ସମୟ ଉପସ୍ଥିତ। ଦେଖ, ମନୁଷ୍ୟପୁତ୍ର ପାପୀମାନଙ୍କ ହସ୍ତରେ ସମର୍ପିତ ହେଉଅଛନ୍ତି। ଉଠ, ଆମ୍ଭେମାନେ ଯିବା। ଦେଖ, ଯେ ମୋତେ ଶତ୍ରୁ ହସ୍ତରେ ସମର୍ପଣ କରୁଅଛି ସେ ନିକଟବର୍ତ୍ତୀ। ଆଉ ତତ୍କ୍ଷଣାତ୍ ସେ କଥା କହୁଥିବା ସମୟରେ ଦ୍ୱାଦଶଙ୍କ ମଧ୍ୟରୁ ଯିହୁଦା ନାମକ ଜଣେ ଏବଂ ତାହା ସହିତ ପ୍ରଧାନ ଯାଜକ, ଶାସ୍ତ୍ରୀ ଓ ପ୍ରାଚୀନ ବର୍ଗମାନଙ୍କଠାରୁ ଲୋକସମୂହ ଖଡ୍ଗ ଓ ଯଷ୍ଟି ଧରି ଆସିଲେ। ତାହାଙ୍କୁ ଶତ୍ରୁ ହସ୍ତରେ ସମର୍ପଣକାରୀ ସେମାନଙ୍କୁ ଏହି ସଂକେତ ଦେଇ କହିଥିଲା, ମୁଁ ଯାହାକୁ ଚୁମ୍ବନ କରିବି ସେ ସେହି, ତାହାଙ୍କୁ ଧରି ସାବଧାନରେ ଘେନିଯିବ। ଏଣୁ ସେଇକ୍ଷଣି ତାହାଙ୍କ ପାଖକୁ ଯାଇ ହେ ଗୁରୁ ବୋଲି କହି ତାଙ୍କୁ ବହୁତ ଚୁମ୍ବନ କଲା। ସେଥିରେ ସେମାନେ ତାହାଙ୍କ ଉପରେ ହାତ ପକାଇ ତାହାଙ୍କୁ ଧରିଲେ। କିନ୍ତୁ ପାଖରେ ଠିଆ ହୋଇଥିବା ଲୋକମାନଙ୍କ ମଧ୍ୟରୁ ଜଣେ ଖଣ୍ଡା ବାହାର କଲେ ଏବଂ ମହାଯାଜକଙ୍କ ଦାସକୁ ଆଘାତ କରି ତାହାର କାନ କାଟି ପକାଇଲେ। ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ଡକାୟତ ବିରୁଦ୍ଧରେ ବାହାରିବା ପରି ଖଣ୍ଡା ଓ ଠେଙ୍ଗା ଘେନି ତୁମେମାନେ କଣ ମୋତେ ଧରିବାକୁ ଆସିଲ? ମୁଁ ପ୍ରତିଦିନ ତୁମମାନଙ୍କ ସହିତ ମନ୍ଦିରରେ ଥାଇ ଶିକ୍ଷା ଦେଉଥିଲି, କିନ୍ତୁ ତୁମେମାନେ ତ ମୋତେ ଧରିଲ ନାହିଁ। ମାତ୍ର ଧର୍ମଶାସ୍ତ୍ରର ବାକ୍ୟ ସମୂହ ଯେପରି ସଫଳ ହୁଏ ଏଥି ନିମନ୍ତେ ଏହି ସମସ୍ତ ଘଟୁଅଛି। ସେତେବେଳେ ସମସ୍ତେ ତାହାଙ୍କୁ ଛାଡ଼ି ପଳାଇଗଲେ। କିନ୍ତୁ ଜଣେ ଯୁବା ଫୁଙ୍ଗା ଦେହରେ ଖଣ୍ଡେ ସରୁ ଚାଦର ଘୋଡ଼ାଇ ତାହାଙ୍କ ପଛେ ପଛେ ଗୋଡ଼ାଇ ଯାଉଥିଲା। ସେମାନେ ତାହାକୁ ଧରିଲେ, ମାତ୍ର ସେହି ସରୁ ଚାଦର ଖଣ୍ଡିକ ଛାଡ଼ିଦେଇ ଫୁଙ୍ଗା ଦେହରେ ପଳାଇଗଲା। ପରେ ସେମାନେ ଯୀଶୁଙ୍କୁ ମହାଯାଜକ ନିକଟକୁ ଘେନିଗଲେ। ପୁଣି ପ୍ରଧାନ ଯାଜକ, ପ୍ରାଚୀନ ଓ ଶାସ୍ତ୍ରୀମାନେ ସମସ୍ତେ ଆସି ଏକତ୍ର ହେଲେ। ପିତର ଦୂରରେ ରହି ତାଙ୍କ ପଛେ ପଛେ ମହାଯାଜକଙ୍କ ପ୍ରାଙ୍ଗଣ ଭିତରକୁ ଗଲେ ଓ ପଦାତିକମାନଙ୍କ ସହିତ ବସି ନିଆଁ ପୁଆଉଥିଲେ। ଇତିମଧ୍ୟରେ ପ୍ରଧାନ ଯାଜକମାନେ ଓ ସମସ୍ତ ମହାସଭା ଯୀଶୁଙ୍କୁ ବଧ କରିବା ନିମନ୍ତେ ତାହାଙ୍କ ବିରୁଦ୍ଧରେ ସାକ୍ଷ୍ୟ ଅନ୍ୱେଷଣ କରିବାକୁ ଲାଗିଲେ, କିନ୍ତୁ ପାଇଲେ ନାହିଁ। କାରଣ ଅନେକେ ତାହାଙ୍କ ବିରୁଦ୍ଧରେ ମିଥ୍ୟା ସାକ୍ଷ୍ୟ ଦେଲେ ହେଁ ସେମାନଙ୍କର ସାକ୍ଷ୍ୟ ମିଶିଲା ନାହିଁ। ପରେ କେତେକ ଲୋକ ଉଠି ତାହାଙ୍କ ବିରୁଦ୍ଧରେ ମିଥ୍ୟା ସାକ୍ଷ୍ୟ ଦେଇ କହିବାକୁ ଲାଗିଲେ, ଆମ୍ଭେମାନେ ଏହାକୁ ଏତେ କଥା କହିବା ଶୁଣିଅଛୁ। ମୁଁ ଏହି ହସ୍ତକୃତ ମନ୍ଦିରକୁ ଭାଙ୍ଗି 3 ଦିନ ମଧ୍ୟରେ ଆଉ ଗୋଟିଏ ଅଧହସ୍ତକୃତ ମନ୍ଦିର ନିର୍ମାଣ କରିବି। କିନ୍ତୁ ଏଥିରେ ମଧ୍ୟ ସେମାନଙ୍କ ସାକ୍ଷ୍ୟ ମିଶିଲା ନାହିଁ। ତହିଁରେ ମହାଯାଜକ ମଧ୍ୟସ୍ଥଳରେ ଠିଆ ହୋଇ ଯୀଶୁଙ୍କୁ ପଚାରିଲେ, ତୁମ୍ଭ ବିରୁଦ୍ଧରେ ଏମାନେ ଯେଉଁ ସାକ୍ଷ୍ୟ ଦେଉଅଛନ୍ତି ସେଥିର କିଛି ଉତ୍ତର ଦେଉନାହଁ? କିନ୍ତୁ ସେ ମୌନ ହୋଇ ରହି କୌଣସି ଉତ୍ତର ଦେଲେ ନାହିଁ। ମହାଯାଜକ ପୁନର୍ବାର ତାହାଙ୍କୁ ପଚାରିଲେ, ତୁମେ କି ମଙ୍ଗଳମୟଙ୍କ ପୁତ୍ର ଖ୍ରୀଷ୍ଟ? ଯୀଶୁ କହିଲେ, ମୁଁ ସେହି। ପୁଣି ଆପଣମାନେ ମନୁଷ୍ୟପୁତ୍ରଙ୍କୁ ପରାକ୍ରମ ଦକ୍ଷିଣ ପାର୍ଶ୍ୱରେ ଉପବିଷ୍ଟ ଓ ଆକାଶର ମେଘବାଳରେ ଆଗମନ କରିବା ଦେଖିବେ। ସେଥିରେ ମହାଯାଜକ ଆପଣା ଅଙ୍ଗରଖା ଚିରି କହିଲେ, ସାକ୍ଷୀରେ ଆମ୍ଭମାନଙ୍କର ଆଉ କଣ ପ୍ରୟୋଜନ? ଆପଣମାନେ ତ ଈଶ୍ୱର ନିନ୍ଦା ଶୁଣିଲେ। ଆପଣମାନଙ୍କର ବିଚାର କଣ? ଏଥିରେ ସେମାନେ ସମସ୍ତେ ସେ ପ୍ରାଣଦଣ୍ଡର ଯୋଗ୍ୟ ବୋଲି ମତ ଦେଲେ। ପୁଣି କେହି ତାହାଙ୍କ ଉପରେ ଛେପ ପକାଇବାକୁ ଲାଗିଲେ ଓ ତାହାଙ୍କ ମୁହଁ ଘୋଡ଼ାଇ ତାଙ୍କୁ ବିଧା ମାରି କହିବାକୁ ଲାଗିଲେ, ତୁ ପରା ଭାବବାଦୀ, ପ୍ରମାଣ ଦେ। ଆଉ ପଦାତିକମାନେ ଚାପୁଡ଼ା ମାରୁ ମାରୁ ତାହାଙ୍କୁ ଧରି ଘେନିଗଲେ। ଇତିମଧ୍ୟରେ ପିତର ତଳେ ପ୍ରାଙ୍ଗଣରେ ଥିବା ସମୟରେ ମହାଯାଜକଙ୍କର ଜଣେ ଦାସୀ ଆସି ପିତରଙ୍କୁ ନିଆଁ ପୁଆଉଥିବା ଦେଖିଲେ। ଆଉ ତାଙ୍କୁ ଏକଦୃଷ୍ଟିରେ ଚାହିଁ କହିଲା, ତୁମେ ମଧ୍ୟ ନାଜରିତ ଯୀଶୁଙ୍କ ସାଙ୍ଗରେ ଥିଲ। କିନ୍ତୁ ସେ ଅସ୍ୱୀକାର କରି କହିଲେ, ମୁଁ ତାହାଙ୍କୁ ଜାଣେ ନାହିଁ। ଆଉ ତୁମେ କଣ କହୁଛ ମୁଁ କିଛି ବୁଝୁନାହିଁ। ପରେ ସେ ଦାଣ୍ଡ ଦୁଆରକୁ ବାହାରିଗଲେ। ପୁଣି ସେ ଦାସୀ ତାହାଙ୍କୁ ଦେଖି ପାଖରେ ଠିଆ ହୋଇଥିବା ଲୋକମାନଙ୍କ ମଧ୍ୟରୁ ଆଉ ଥରେ କହିବାକୁ ଲାଗିଲା, ଏ ସେମାନଙ୍କ ମଧ୍ୟରୁ ଜଣେ।
କିନ୍ତୁ ସେ ପୁନର୍ବାର ଅସ୍ୱୀକାର କରିବାକୁ ଲାଗିଲେ। ପୁନଶ୍ଚ ଅଳ୍ପ ସମୟ ପରେ ପାଖରେ ଠିଆ ହୋଇଥିବା ଲୋକମାନେ ପିତରଙ୍କୁ କହିଲେ, ତୁମେ ନିଶ୍ଚୟ ସେମାନଙ୍କ ମଧ୍ୟରୁ ଜଣେ, କାରଣ ତୁମେ ତ ଗାଲିଲୀୟ ଲୋକ। କିନ୍ତୁ ସେ ଅଭିଶାପ ଦେଇ ରାଣ ପକାଇ କହିବାକୁ ଲାଗିଲେ, ତୁମେମାନେ ଯେଉଁ ଲୋକର କଥା କହୁଛ, ମୁଁ ତାହାକୁ ଜାଣେ ନାହିଁ। ସେଇକ୍ଷଣି କୁକୁଡ଼ା ଦ୍ୱିତୀୟ ଥର ଡାକିଲା। ଏଥିରେ କୁକୁଡ଼ା ଦ୍ୱିତୀୟ ଥର ଡାକିବା ପୂର୍ବରୁ ତୁମେ ମୋତେ 3 ଥର ଅସ୍ୱୀକାର କରିବ। ଏହି ଯେଉଁ କଥା ଯୀଶୁ ପିତରଙ୍କୁ କହିଥିଲେ, ତାହା ତାଙ୍କ ମନରେ ପଡ଼ିଲା, ଆଉ ସେ ସେଇ କଥା ଭାବି ରୋଦନ କରିବାକୁ ଲାଗିଲେ।